ସଂସାର ନିୟମ ବଡ଼ ବିଚିତ୍ର। ଯାହା ଥରେ ନୂଆ ହୋଇ ଆସେ ସବୁବେଳେ ନୂଆ ହୋଇ ରହେ ନାହିଁ। କିଛି ସମୟ ବ୍ୟବଧାନରେ ତାହା ପୁରୁଣା ହୋଇଯାଏ ଏବଂ ସେହି ପୁରୁଣାରେ କିଛି ପରିବର୍ତ୍ତନ କରି ଆମେ ନୂଆକୁ ଗ୍ରହଣ କରିଥାନ୍ତି। ପାଶ୍ଚିତ ସମାଜର ପ୍ରଭାବରେ ଆମେ ପ୍ରତିବର୍ଷ ଜାନୁଆରୀ 1 ତାରିଖରେ ବିଗତ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିଥାନ୍ତି। କିନ୍ତୁ ହିନ୍ଦୁ ଧର୍ମ ଅନୁସାରେ ଏହା ନୂଆ ବର୍ଷ ନୁହେଁ। ବାସ୍ତବରେ କହିବାକୁ ଗଲେ ବିଷୁବ ସଂକ୍ରାନ୍ତିରୁ ହିଁ ହିନ୍ଦୁ ଧର୍ମର ନୂତନ ବର୍ଷର ଶୁଭାରମ୍ଭ ହୁଏ। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା ହିନ୍ଦୁ ଧର୍ମ ଅନୁସାରେ ନୂଆବର୍ଷ ବା ମହାବିଷୁବ ସଂକ୍ରାନ୍ତି କେବେ ପାଳନ କରାଯାଏ ଏବଂ ଏହି ବିଷୁବ ସଂକ୍ରାନ୍ତିର ମାହାତ୍ମ୍ୟ କ'ଣ ରହିଛି। ହିନ୍ଦୁ ଧର୍ମ ତଥା ଓଡ଼ିଆ ଜାତିର ପୁରାତନ ପରମ୍ପରା ଅନୁଯାୟୀ ସୌରଜଗତର ଗତିବିଧିକୁ ଲକ୍ଷ୍ୟ କରି ଓଡ଼ିଆ ମାସର ଗଣନା କରାଯାଇଥାଏ। ସୌର ମାସର ଗଣନା ସଂକ୍ରାନ୍ତିଠାରୁ ଆରମ୍ଭ ହେଉଥିବା ବେଳେ ଚନ୍ଦ୍ର ମାସର ଗଣନା ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇଥାଏ। ହିନ୍ଦୁ ଧର୍ମରେ ଗୋଟିଏ ବର୍ଷରେ 12ଟି ମାସ ରହିଥାଏ। ଏହି 12ଟି ମାସର ଆରମ୍ଭ ହିନ୍ଦୁ ଧର୍ମରେ ପ୍ରଚଳିତ ଥିବା 12ଟି ରାଶିମାନଙ୍କର ଚଳନ ଅନୁସାରେ ହୋଇଥାଏ ଏବଂ ପ୍ରତ୍ୟେକ ମାସର ଆରମ୍ଭ ଦିନ ତଥା ସଂକ୍ରାନ୍ତିର ନାମକରଣ ଏହି 12ଟି ରାଶିର ନାମ ଅନୁସାରେ ହୋଇଥାଏ। ଏତତ୍ ବ୍ୟତୀତ ହିନ୍ଦୁ ଧର୍ମରେ ବର୍ଷର ଆରମ୍ଭ ବୈଶାଖ ମାସରେ ଏବଂ ବର୍ଷର ଶେଷ ଚୈତ୍ର ମାସରେ ହୋଇଥାଏ। ବୈଶାଖ ମାସର ଆରମ୍ଭ ତଥା ମେଷ ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରୁଥିବା ସମୟରେ ବିଷୁବ ରେଖା ଉପରେ ରହିଥାଏ। ତେଣୁ ଏହି ଦିନଟିକୁ ବିଷୁବ ସଂକ୍ରାନ୍ତି କୁହାଯାଇଥାଏ। ଏହି ଦିନଟିକୁ ଓଡ଼ିଆ ଜାତିର ପାରମ୍ପରିକ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ। ଚୈତ୍ର ମାସ ପରେ ପରେ ଏହି ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର କିରଣ ପ୍ରଖର ହୋଇଥାଏ। ତେଣୁ ଏହି ଦିନଠାରୁ ଦିନ ବଡ଼ ଏବଂ ରାତି ଛୋଟ ହୋଇଥାଏ। ଗ୍ରୀଷ୍ମ ଋତୁର ଆରମ୍ଭ ଯୋଗୁଁ ଗରମ ବଢ଼ୁଥିବାରୁ ଶରୀରରେ ଜଳର ପରିମାଣ ସ୍ଥିର ରଖିବା ପାଇଁ ପଣା ଏକ ଉତ୍ତମ ମାଧ୍ୟମ ହୋଇଥାଏ। ତେଣୁ ଅଧିକରୁ ଅଧିକ ପଣା ପିଆଯାଉଥିବାରୁ ଏହି ବିଷୁବ ସଂକ୍ରାନ୍ତି ପଣା ସଂକ୍ରାନ୍ତି ନାମରେ ଖ୍ୟାତ। ତେବେ ଦର୍ଶକ ବନ୍ଧୁ, ଏହି ପଣା ସଂକ୍ରାନ୍ତି ପରଠାରୁ ଏମିତି କିଛି ରାଶିଗୁଡ଼ିକ ଅଛନ୍ତି ଯେଉଁମାନଙ୍କର ଭାଗ୍ୟ ବଦଳିବାକୁ ଯାଉଅଛି। ଏମାନଙ୍କର ସମସ୍ତ ମନସ୍କାମନା ପୂରଣ ହେବାକୁ ଯାଉଅଛି। ଏମାନଙ୍କର ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଅଛି। ତେବେ ଚାଲନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ବିଷୟରେ। ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥାନ୍ତି ତେବେ ଆମ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପଣା ସଂକ୍ରାନ୍ତିଠାରୁ ଗ୍ରହମାନଙ୍କର ଗୋଚର ସ୍ଥିତି କିଛି ଏହିଭଳି ଭାବରେ ବନିବାକୁ ଯାଉଛି ଯାହାଫଳରେ ଏହି ରାଶିଗୁଡ଼ିକ ମାଲାମାଲ ହେବାକୁ ଯାଉଛନ୍ତି। ଏହି ରାଶିମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେବାକୁ ଯାଉଅଛି। ଆପଣମାନେ ସବୁ କରଜରୁ ମୁକ୍ତି ପାଇଯିବେ। ଆପଣଙ୍କର ସବୁ କଷ୍ଟ ଶେଷ ହୋଇଯିବ। ଆପଣଙ୍କର ବହୁତ ଜଲ୍ଦି ବିବାହର ଯୋଗ ମଧ୍ୟ ଖୋଲିବାକୁ ଯାଉଅଛି। ଆପଣଙ୍କର ବେପାର ବାଣିଜ୍ୟରେ ମଧ୍ୟ ଉନ୍ନତି ଦେଖାଦେବ। ମନପସନ୍ଦର ଚାକିରି ପାଇବାର ଯୋଗ ବନୁଅଛି। କୌଣସି ବି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆପଣ ଆପଣଙ୍କର ଗୁରୁଜନମାନଙ୍କର ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ। ପରିବାର ତରଫରୁ ଆପଣଙ୍କୁ ଖୁସି ଖବର ପ୍ରାପ୍ତ ହେବ। ଆପଣମାନେ ବିଦେଶକୁ ଯାତ୍ରା କରିପାରନ୍ତି। ତେବେ ପ୍ରଥମ ଭାଗ୍ୟଶାଳୀ ରାଶିଟି ହେଉଛି ମେଷ ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ଜୀବନରେ ଏହି ପଣା ସଂକ୍ରାନ୍ତି ପରଠାରୁ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ପାରିବାରିକ ଜୀବନ ସୁଖମୟ ହେବ। ଆପଣଙ୍କୁ ସନ୍ତାନ ପ୍ରାପ୍ତି ହେବାର ଯୋଗ ବନୁଅଛି। ଅଟକି ରହିଥିବା ସମସ୍ତ କାର୍ଯ୍ୟ ଆପଣଙ୍କର ପୂରା ହେବାକୁ ଯାଉଅଛି। ଯଦି ଆପଣମାନେ ବେରୋଜଗାର ଅଛନ୍ତି ତେବେ ଏହି ପଣା ସଂକ୍ରାନ୍ତି ପରଠାରୁ ଆପଣଙ୍କୁ ନୂତନ ଚାକିରି ପ୍ରାପ୍ତି କରିବାର ଯୋଗ ମଧ୍ୟ ବନୁଅଛି। ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ବନୁଅଛି। ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ହିଁ ଶୁଭ ରହିଛି। ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ବୃଷ ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ଆପଣଙ୍କର ଆଗାମୀ ସମୟ ବହୁତ ଶୁଭ ରହିବ। ବେପାର ବାଣିଜ୍ୟରେ ଉନ୍ନତି ଦେଖାଦେବ। ଆପଣଙ୍କର ଜୀବନରେ ଆସିବାକୁ ଥିବା ସମସ୍ତ ପ୍ରକାରର ଦୁଃଖ ଏବଂ କଷ୍ଟରୁ ମୁକ୍ତି ମିଳିବାକୁ ଯାଉଅଛି। ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ପଣା ସଂକ୍ରାନ୍ତି ପରଠାରୁ ସବୁଠାରୁ ଅଧିକ ଶୁଭ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ତୃତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ସିଂହ ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବାକୁ ଯାଉଅଛି। ଆପଣମାନେ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଏହି ପଣା ସଂକ୍ରାନ୍ତି ପରଠାରୁ ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବାକୁ ଯାଉଅଛି। ଆପଣମାନଙ୍କୁ ଅଚାନକ ଧନ ଲାଭ ହେବାର ଯୋଗ ବନୁଅଛି। ପାରିବାରିକ ଜୀବନ ସୁଖମୟ ହେବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରା ହେବାକୁ ଯାଉଅଛି। ଚାକିରିରେ ପଦୋନ୍ନତି ହେବାର ଯୋଗ ବନୁଅଛି। ଚତୁର୍ଥ ଭାଗ୍ୟଶାଳୀ ରାଶିଟି ହେଉଛି କନ୍ୟା ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତି ହେବାକୁ ଯାଉଅଛି। ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ବନୁଅଛି। ଆପଣମାନଙ୍କୁ ବେପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଚାକିରିରେ ପଦୋନ୍ନତି ହେବାର ଯୋଗ ବନୁଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆପଣମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବାକୁ ଯାଉଅଛି। ପାରିବାରିକ ଜୀବନ ସୁଖମୟ ହେବ। ଯଦି ଆପଣ ବେରୋଜଗାର ଅଛନ୍ତି ତେବେ ଆପଣମାନଙ୍କୁ ଆପଣଙ୍କର ମନ ମୁତାବକ ଚାକିରି ପ୍ରାପ୍ତି ହେବାକୁ ଯାଉଅଛି। ପଞ୍ଚମ ଭାଗ୍ୟଶାଳୀ ରାଶିଟି ହେଉଛି ତୁଳା ରାଶି। ଆପଣଙ୍କୁ ଆପଣଙ୍କ ଜୀବନରେ ଏହି ପଣା ସଂକ୍ରାନ୍ତି ପରଠାରୁ ଅପାର ସଫଳତା ପ୍ରାପ୍ତି ହେବାକୁ ଯାଉଅଛି। ଆପଣଙ୍କ ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବ। ଯଦି ଆପଣ ବେରୋଜଗାର ଅଛନ୍ତି ତେବେ ଏହି ପଣା ସଂକ୍ରାନ୍ତି ପରଠାରୁ ଆପଣଙ୍କୁ ଆପଣଙ୍କ ମନ ମୁତାବକ ଚାକିରି ପ୍ରାପ୍ତ ହେବାକୁ ଯାଉଅଛି। ଜୀବନରେ ଚାଲିଥିବା ସମସ୍ତ ଅସୁବିଧା ଦୂର ହେବାକୁ ଯାଉଅଛି। ଧନ ରୋଜଗାର କରିବାର ନୂଆ ନୂଆ ରାସ୍ତା ଖୋଲିଯିବ। ଷଷ୍ଠ ଭାଗ୍ୟଶାଳୀ ରାଶିଟି ହେଉଛି କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କର ଏହି ପଣା ସଂକ୍ରାନ୍ତି ଠାରୁ ବେପାର ବାଣିଜ୍ୟରେ ଉନ୍ନତି ଦେଖାଦେବ। ବିଦ୍ୟାର୍ଥୀମାନେ ସଫଳତା ଲାଭ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ନୂତନ ଯାନବାହନ କ୍ରୟ କରିବେ। ଯଦି ଆପଣ ବେରୋଜଗାର ଅଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ମନପସନ୍ଦର ଚାକିରି ପ୍ରାପ୍ତ ହେବାକୁ ଯାଉଅଛି। ଚାକିରିରେ ପଦୋନ୍ନତି ହେବାର ଯୋଗ ମଧ୍ୟ ବନୁଅଛି। ଆପଣଙ୍କୁ ଆପଣଙ୍କ ପରିବାରର ସହଯୋଗ ମିଳିବ। ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାରରେ ଉପରେ ସର୍ବଦା ରହିବ। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ସେହି 6ଗୋଟି ରାଶି ଯେଉଁମାନଙ୍କର ଭାଗ୍ୟ ଏହି ପଣା ସଂକ୍ରାନ୍ତି ପରଠାରୁ ପୂରାପୂରି ବଦଳିବାକୁ ଯାଉଅଛି। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିଦିଅନ୍ତୁ। ଧନ୍ୟବାଦ।